ଅଜୟଗଡ଼ଠାରେ ପିଏମ୍ ଜନମନ ସଚେତନତା କାର୍ଯ୍ୟକ୍ରମ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ବିଭିନ୍ନ ଗ୍ରାମାଞ୍ଚଳରେ ପିଏମ୍ ଜନମନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି। ଆଜି ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାର ହିତାଧିକାରୀ ସଚେତନତା ଶିବିର ଅଜୟଗଡ଼ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଲାଞ୍ଜିଆ ସୌରା ବସବାସ କରୁଥିବା ବାରୁ ସିଂ, ଜଙ୍ଗତାର, ତିବି ସିଂ, ତାଳିମ୍ବ, ଅଜୟଗଡ଼ ଇତ୍ୟାଦି ଗ୍ରାମରୁ ବିଶେଷ ଭାବେ ବିଭିନ୍ନ ଜନଜାତି ସମୁଦାୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଜୟଗଡ଼ ସରପଞ୍ଚ ସୁଲମୀ ଶବରଙ୍କ ସହ ସମିତି ସଭ୍ୟା, ସମସ୍ତ ଗ୍ରାମର ୱାର୍ଡ ମେମ୍ବର ସମେତ ସେରଙ୍ଗ ଠାରେ ଥିବା ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଅନ୍ତର୍ଯାମୀ କହଁରଙ୍କ ସମେତ ପ୍ରମୁଖ ଅଧିକାରିଣୀଗଣ ଯୋଗ ଦେଇ ଉକ୍ତ ଯୋଜନାରେ ସମସ୍ତଙ୍କୁ ପକ୍କା ଘର, ପ୍ରତ୍ୟେକ ଘରକୁ ପାଣି, ପ୍ରତି ଗାଁକୁ ପକ୍କା ରାସ୍ତା, ପ୍ରତି ଘରକୁ ବିଜୁଳି, ସମସ୍ତଙ୍କୁ ଉତ୍ତମ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସୁବିଧା, ପୋଷଣ, ଉନ୍ନତ ଟେଲିକମ ସେବା ଓ ବିଭିନ୍ନ ଯୋଜନା ତଥା ଉନ୍ନତ ଜୀବନ ଧାରା, ଆୟୁଷ୍ମାନ ଭାରତ ପ୍ରଭୃତି ସେବା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ ମତ ପୋଷଣ କରିଥିଲେ। ଉକ୍ତ ଶିବିରରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଜଙ୍ଗଲ ଜମି ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଆୟକର ପ୍ରମାଣପତ୍ର ଓ ଜନ୍ମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏତବ୍ୟତୀତ ଜନ୍ମଗତ ପ୍ରମାଣପତ୍ର, ଭିନ୍ନକ୍ଷମ ଭତ୍ତା, ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବିଦ୍ୟୁତ ସଂଯୋଗୀକରଣ, ଆଧାର କାର୍ଡ ପଞ୍ଜୀକରଣ, ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଆଦି ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗରେ ଅନ୍ତର୍ଭୁକ୍ତ କରିବା ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା।